ବନ୍ଧୁମାନେ, ଆଜି ଗୋଟେ ସୁନ୍ଦର କଥାଟି ଆପଣମାନଙ୍କୁ କହିବାକୁ ଯାଉଛି। ମହାଭାରତର ପଞ୍ଚପାଣ୍ଡବଙ୍କ ମଧ୍ୟରେ ସବୁଠାରୁ ରହସ୍ୟମୟ ଥିଲେ ସହଦେବ। କାରଣ ତାଙ୍କ ପାଖରେ ଜନ୍ମରୁ ହିଁ ଭବିଷ୍ୟତ ଦେଖିବାର ଅଭୂତ ଶକ୍ତି ଥିଲା। ପ୍ରତ୍ୟେକ ଘଟଣା, ପ୍ରତ୍ୟେକ ଯୁଦ୍ଧ, ପ୍ରତ୍ୟେକ ପରିଣାମ ସବୁକିଛି ସହଦେବ ପୂର୍ବରୁ ଜାଣିପାରୁଥିଲେ। କିନ୍ତୁ ତାଙ୍କ ଉପରେ ଏକ ଭୟଙ୍କର ଅଭିଶାପ ଥିଲା। ଯଦି ସେ ଭବିଷ୍ୟତ ପ୍ରକାଶ କରିଦିଅନ୍ତି, ତେବେ ସେହି କ୍ଷଣି ହିଁ ତାଙ୍କର ମୃତ୍ୟୁ ହୋଇଯିବ। ବନ୍ଧୁମାନେ, ଏହି କାରଣରୁ ସହଦେବ ସାରା ଜୀବନ ନୀରବତାକୁ ନିଜର ଶକ୍ତି ବନାଇ ଦେଇଥିଲେ। ବନ୍ଧୁମାନେ, ଠିକ୍ କହିଲି ନା? ଜୟ ଜଗନ୍ନାଥ।